ଜୟ ଜଗନ୍ନାଥ ଓଡ଼ିଶାବାସୀ। ଆଜି ଜାନୁଆରୀ 19 ତାରିଖ ରବିବାର 10ଟି ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ୍ ଉପରେ ନଜର ପକାଇବା। ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ ନିଶ୍ଚିତ ଭାବରେ କରିବେ। ଚାଲନ୍ତୁ ଆଜି ସକାଳ ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ ଜନସାଧାରଣ ବହୁ ସଂଖ୍ୟାରେ ଆସନ୍ତୁ ବୋଲି ରାଜ୍ୟପାଳ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ଜାନୁଆରୀ 13ରୁ 22 ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ଜନସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାଯାଇଥିବା ବେଳେ ଉଦ୍ୟାନ ପରିଦର୍ଶନ ପାଇଁ ହେଉଥିବା ଜନସମାଗମକୁ ଦେଖି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭାନ୍ତି ଖୁସି ବ୍ୟକ୍ତ କରିଛନ୍ତି। ଆଜି ଅପରାହ୍ନରେ ରାଜଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ଜନସମାଗମ ଦେଖିଲା ପରେ ରାଜ୍ୟପାଳ ଜନସାଧାରଣଙ୍କ ସହିତ ମିଶି ବାର୍ତ୍ତାଳାପ କରିଥିଲେ। ଶିଶୁମାନଙ୍କୁ ଦେଖି ରାଜ୍ୟପାଳ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଏବଂ ସେମାନଙ୍କୁ ଚକୋଲେଟ୍ ଓ କଲମ ପ୍ରଦାନ କରି ଆଶୀର୍ବାଦ ଦେଇଥିଲେ। ଏପରି ସମାଗମ ରାଜଭବନ ଲୋକଙ୍କର ନିକଟତର ହେବାର ଏକ ମାଧ୍ୟମ ବୋଲି କହିବା ସହିତ ରାଜଭବନ ଉଦ୍ୟାନ ବର୍ଷକୁ ଏକାଧିକ ଥର ଖୋଲିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି। ପରବର୍ତ୍ତୀ ଖବର, ରାଜଭବନ ଛକରେ ସିରିଜ୍ ଦୁର୍ଘଟଣା, 2 ଜଣ ଗୁରୁତର। ରାଜଭବନ ଛକରେ ସିରିଜ୍ ଦୁର୍ଘଟଣାରେ 2 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟାଇବା ପରେ ଏକ କାର୍ ଗୋଟିଏ ବାଇକ୍କୁ ଘୋଷାଡ଼ି ନେଇଥିଲା। ସେହି କାର୍ଟି ଦ୍ରୁତ ଗତିରେ ଯାଇ ଆଉ ଏକ ବାଇକ୍କୁ ପିଟିଥିଲା। ବାଇକ୍କୁ ପିଟିବା ପରେ ରାଜଭବନ ଛକ ଡିଭାଇଡର ଉପରକୁ କାର୍ଟି ଚଢ଼ିଯାଇଥିଲା। ଏହି ସିରିଜ୍ ଦୁର୍ଘଟଣାରେ 2 ଜଣ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରବର୍ତ୍ତୀ ଖବର, ଭୁଜାଲି ଦେଖାଇ ଲୁଟିନେଲେ 20,000। କାଦରା ଗାଁ ନିକଟରେ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କଠାରୁ ଲୁଟ୍ ହୋଇଛି। ଅଧିକାରୀଙ୍କୁ ଭୁଜାଲି ଦେଖାଇ କେହି ଦୁର୍ବୃତ୍ତ 20,000 ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ସେହି ଦୁର୍ବୃତ୍ତମାନେ ବାଇକ୍ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି। ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କଠାରୁ ନଗଦ 20,000 ଟଙ୍କା ସହ ବାଇକ୍ ଓ ବହୁ କାଗଜପତ୍ର ଲୁଟ୍ ହୋଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ କରାଯାଇଛି। ପରବର୍ତ୍ତୀ ଖବର, ଗାଡ଼ି ବୀମା ନଥିଲେ ଜେଲ୍ ଓ ଜରିମାନା, ଇ ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ ଚାଲାଣ। ଏଣିକି ଗାଡ଼ିରେ ବୀମା ନଥିଲେ ଟୋଲଗେଟ୍ ଧରିବ। ବୀମା ନଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଗାଡ଼ି ଧରାପଡ଼ିବ। ଗାଡ଼ିର ବୀମା ନଥିଲେ 2,000 ଟଙ୍କା ଜରିମାନା କିମ୍ବା 3 ମାସ ଯାଏ ଜେଲ୍ ପ୍ରାବଧାନ କରାଯାଇଛି। ଏହି ନିୟମ ଫେବୃଆରୀ 1ରୁ କାର୍ଯ୍ୟକାରୀ କରାଯିବା ନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗାଡ଼ିରେ ବୀମା ନଥିଲେ ଟୋଲଗେଟ୍ ଧରିବ। ରାଜ୍ୟରେ ଥିବା 22 ଟୋଲଗେଟ୍ରେ ଏହା କାର୍ଯ୍ୟକାରୀ କରାଯିବ। ଇ ଡିଟେକ୍ସନ ପ୍ରକ୍ରିୟାରେ ଇ ଚାଲାଣ ଜାରି ହେବ। ଉଲ୍ଲଂଘନକାରୀଙ୍କୁ 2,000 ଟଙ୍କା ଜରିମାନା କିମ୍ବା 3 ମାସ ଜେଲ୍ ଦଣ୍ଡ ପ୍ରାବଧାନ କରାଯାଇଥିବା ବେଳେ ପୁନର୍ବାର ନିୟମ ଭାଙ୍ଗିଲେ 4,000 ଜରିମାନା ସହ 3 ମାସ ଜେଲ୍ ଦଣ୍ଡ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରିବାର ପ୍ରାବଧାନ ରହିଛି। ପୂର୍ବରୁ ପରମିଟ୍, ଫିଟନେସ୍ ଓ ଟିକସ ଧରୁଥିବା ଟୋଲଗେଟ୍ ସହ ଏବେ ବୀମା ଯୋଡ଼ି ହେଲା ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଖବର, 933 ପୁଲିସ ସବ୍ ଇନ୍ସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞାପନ। ଜାନୁଆରୀ 20ରୁ ଆବେଦନ। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ 933ଟି ସବ୍ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଆସନ୍ତା ଜାନୁଆରୀ 20ରୁ ଏଥିପାଇଁ ଅନଲାଇନ୍ ଆବେଦନ କରିହେବ। ଓଡ଼ିଶା ପୁଲିସ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ମୋଟ 933ଟି ସବ୍ ଇନ୍ସପେକ୍ଟର ପଦବୀ ମଧ୍ୟରୁ 609ଟି ସବ୍ ଇନ୍ସପେକ୍ଟର, 153ଟି ସବ୍ ଇନ୍ସପେକ୍ଟର ସଶସ୍ତ୍ର, 47ଟି ଷ୍ଟେସନ ଅଫିସର ଫାୟାର ଓ 24ଟି ଆସିଷ୍ଟାଣ୍ଟ ଜେଲର ପଦବୀ ରହିଛି। ଆବେଦନର ଶେଷ ତାରିଖ ଫେବୃଆରୀ 10 ତାରିଖ ରହିଛି। ଏହି ସବୁ ପଦବୀ ପାଇଁ 2ଟି ପର୍ଯ୍ୟାୟରେ ପରୀକ୍ଷା ହେବ। ସମସ୍ତ ପଦବୀ ପାଇଁ ପ୍ରଥମ ପର୍ଯ୍ୟାୟରେ 300 ମାର୍କର ଲିଖିତ ପରୀକ୍ଷା ହେବ ଓ ଫାୟାର ଅଫିସର ପଦବୀ ପାଇଁ ଅଧୀନ 200 ମାର୍କର ଟେକ୍ନିକାଲ ପରୀକ୍ଷା ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଶାରୀରିକ ମାନ ଓ ଦକ୍ଷତା ପରୀକ୍ଷା ହେବ। ପରବର୍ତ୍ତୀ ଖବର, 7 କେଜି ମାରିଜୁଆନା ଜବତ, ମୂଲ୍ୟ 7 କୋଟି। ଭୁବନେଶ୍ୱର ବିମାନ ବନ୍ଦରରୁ 7 କୋଟି ଟଙ୍କାର ମାରିଜୁଆନା ଜବତ ହୋଇଥିବା ସୂଚନା ମିଳିଛି। କଷ୍ଟମ ଡିପାର୍ଟମେଣ୍ଟ ପକ୍ଷରୁ 7 କୋଟି ଟଙ୍କାର ଭୁବନେଶ୍ୱର ବିମାନ ବନ୍ଦରରୁ 7 କେଜି ମାରିଜୁଆନା ଜବତ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ବ୍ୟାଙ୍କକ୍ରୁ ଭୁବନେଶ୍ୱର ଆସିଥିବା ଜଣେ ଯାତ୍ରୀଙ୍କଠାରୁ 7 କୋଟି ଟଙ୍କାର ମାରିଜୁଆନା ଜବତ କରାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ 7 କେଜି ମାରିଜୁଆନା ଜବତ ହୋଇଛି, ଯାହାର ମୂଲ୍ୟ 7 କୋଟି ଟଙ୍କା ହେବ ବୋଲି କଷ୍ଟମ ବିଭାଗ ସୂଚନା ଦେଇଛି। ପରବର୍ତ୍ତୀ ଖବର, ଫେବୃଆରୀ 19ରୁ ଚାମ୍ପିୟନ୍ସ ଟ୍ରଫି ଘୋଷଣା ହେଲା ଟିମ୍ ଇଣ୍ଡିଆ। ଚଳିତ ବର୍ଷ ଫେବୃଆରୀ 19ରୁ ଆରମ୍ଭ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆଜି ମୁମ୍ବାଇରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମା 15 ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ରୋହିତ ଶର୍ମା ଅଧିନାୟକ ଓ ଶୁଭମାନ ଗିଲ୍ ଉପ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଦଳରେ ବିରାଟ କୋହଲି, ଶ୍ରେୟାସ ଆୟାର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଯଶସ୍ୱୀ ଜୟସୱାଲ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା ରହିଛନ୍ତି। ଆଜି ମଧ୍ୟ 3 ମ୍ୟାଚ୍ ବିଶିଷ୍ଟ ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି।
ପରବର୍ତ୍ତୀ ଖବର 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ହେବ। ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କର 8ଟି ଗୁରୁତ୍ୱପୂର୍ଣ୍ଣ MOU ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଓଡ଼ିଶାରେ ପୁଞ୍ଜିନିବେଶ ହେବା ସହ ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ସୃଷ୍ଟି ହେବ। ରାଜ୍ୟରେ 5,000 କୋଟିର ନିବେଶ ହେବାର ଆଶା ରହିଛି। ଲୋକସଭା ଭବନରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ନେତୃତ୍ୱ ନେଇ ଦିଲ୍ଲୀ ଓ ବମ୍ବେରେ ଆମେ ରୋଡ୍ ଶୋ କରିଥିଲୁ। ସିଙ୍ଗାପୁରକୁ ଆମ ସରକାରଙ୍କର ଟିମ୍ ଗସ୍ତ କରିଥିଲେ। ଟିମ୍ ସଦସ୍ୟମାନେ ଶିଳ୍ପପତିମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ପାରାଦୀପରେ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟ ହେବ। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ରାଜ୍ୟ ସରକାରଙ୍କର ସକାରାତ୍ମକ ଆଲୋଚନା ହୋଇଛି। ପରବର୍ତ୍ତୀ ଖବର ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଲଗାତାର ଅପରେସନ ଯୋଗୁଁ ନକ୍ସଲ ଏବେ ଦୁର୍ବଳ ଓ ଭୟଭୀତ ହେଲେଣି। ଧୀରେ ଧୀରେ ସଂଗଠନ ଛାଡ଼ି ଛାମୁଆ ନେତାମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରୁଥିବା ବେଳେ କିଛି ଗିରଫ ହେଲେଣି। ଏହି କ୍ରମରେ ସୁକମା ଜିଲ୍ଲା ପୁଲିସ ଓ DIG ଯବାନ ଚିନ୍ତାଗୁମ୍ଫା ଥାନା ଅଞ୍ଚଳର ଅରନପାଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ କିଛି ସନ୍ଦିଗ୍ଧ ଯବାନଙ୍କୁ ଦେଖି ଲୁଚିବା ଏବଂ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯବାନ ଜଙ୍ଗଲକୁ ଘେରି 3 ଜଣ ନକ୍ସଲଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ଓ ଶେଷ ଖବର ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର 61ତମ ବାର୍ଷିକ ଉତ୍ସବ। ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର 61ତମ ବାର୍ଷିକ ଉତ୍ସବ ଶନିବାର ମହା ସମାରୋହରେ ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ସାଂସଦ ସମ୍ବିତ ପାତ୍ର ମୁଖ୍ୟ ବକ୍ତା ଓ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଉପସ୍ଥିତ ଥିବାବେଳେ ଅଧ୍ୟକ୍ଷା ପୁଷ୍ପିତା ରାଜଗୁରୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।